Yes, good morning, welcome to a new vlog. ଆସି ଟାଇମ୍ 10:30 ହେଲାଣି। ବୋଉ ସ୍କୁଲ ପଳେଇଥିଲା ଯେ ଉଠିଲେ ଆଜି 9ଟା ବେଳେ। ବୋଉ ସବୁ କାମ ଫାମ ଏକାଠିଆ କରିକି ଗାଧେଇ ପାଧେଇ ଖାଇ ପିଇ ଗଲା। ମାନେ ମୁଁ ଉଠିଲେ ଆଜି ବହୁତ ଡେରି ହେଇଗଲା। ଦାନ୍ତ ଫାନ୍ତ କିଛି ଘଷିନି, ବସିକି ଗେମ୍ ମୋବାଇଲ ଫୋନ ଦେଖୁଥିଲି। ଇଏ ଆଜି ଜଗା ବି କ'ଣ ଆଜି ପଳେଇ ଆଇଲା ଘରକୁ। ବସିକି ଏଠି ମଶୁରୀ ଭିତରେ ବସିକି ଗେମ୍ ଖେଳୁଛି। ଆଉ ଦାନ୍ତ ଏପର୍ଯ୍ୟନ୍ତ ବି ଘଷିନି, ତ ଚାଲ ଦାନ୍ତ ଘଷି ଆସିବା। ଖାଇବା ଭାତ କ'ଣ ଅଛି। ବିସ୍କୁଟ ଖାଉଛି, ଭାତ ଖାଇବା ଡେଉଁ କ'ଣ ପଳଉଛୁ ରହୁନୁ। କ'ଣ ନା ରହୁଛା ଚାଲ ଖାଇଦେବା। ଆମେ ଭାତ ଭାତ ଏଇଠି ବସି ଖାଇସିକିନା ନେଇ ଆଇଲି ପଖାଳ ଭାତ ଆଉ ଭଜା। ଏଇଟା କ'ଣ ପିତା ଶାଗ। ଚାଲ ଖାଇଦବା। ବଣୁଛି ବୁଲିବାକୁ ଖାଇସାରିଲୁ। ଗାଇସ୍ ମାନେ ନା ଖାଇ ଖୁଇ ଘରକୁ ପଳେଇ ଆଇଲୁ। କ'ଣ ଟିକେ ବୁଲିବାକୁ ଗଛକୁ ଚଢ଼ିକି। ଆଉ କେତେ ଚଢ଼ ନା ଜଗାର ମୋର ଆଇଲୁ। ସେ ତ ଟାଙ୍କି ଆମର ହଉଛି ଆଉ ଅଧା ହେଇଗଲାଣି, ଆଉ ଅଳ୍ପ ଅଛି। ଆଉ ମାନେ ଆଉ ଉପରୁ ଉଠିକି ତାପରେ ଖାଲି ଟାଙ୍କିଟା ହେବ ଉପରେ। ତାର ସେଠି ଗଲେ ଦେଖେଇବି। ତ ଯାଇଛୁ ଗଛକୁ ଚଢ଼ିଆ ବସିବା, ଯାଇ ବସିକି ଗେମ୍ ଖେଳିବା। ଭୂତ ଗଛ ଆଗ ସବୁ କୁହନ୍ତି ଭୂତ ଗଛ। ଏଇଟା ଗୋଟେ ନିମ ଗଛ। ହଁ, ଏଠି ଠାକୁର ବାହାରିବେ ନା। ଲକ୍ଷ ମୁଣ୍ଡ ହେଲେ ଯୋଉ ଇଏ ବାହାରିବ ବା ପହଡ଼ା ଚଣ୍ଡୀ। ଦେଖ କେତେ ବଡ଼ ନିମ ଗଛ ସେଟା। ହଁ, ଏଇ ଆମର ଜଙ୍ଗଲ ମାନେ ଭିତରେ ଯୋଉ ଦେଖିବୁ 100 ବର୍ଷ ବଞ୍ଚେ ଗଛଟା, ସେଟା ଜଗନ୍ନାଥ ମୂର୍ତ୍ତି ତିଆରି। ହଁ, ଏ ଜଙ୍ଗଲ ମାନେ ଜଣେ ଗାଁରେ ମଲେ ସବୁ ପୋଡ଼ାପୋଡ଼ି ପୋତାପୋତି କରନ୍ତି ସେ ସାଇଡ଼ରେ। ସେ ଭିତରେ ବି ଚାଲ ସେ ଯିବା ପଡ଼ିଆକୁ ଟିକେ। ଚାଲ ଆଗକୁ ଏଇଠି ନା କ'ଣ ଜାଣିଗଲା। ଦେଖ ମାନେ ଏଠି ହେଉଛି ଟାଙ୍କି ହେଇଗଲାଣି। ଆହୁରି ଉପରୁ ଉଠିବ, ତାପରେ ଟାଙ୍କିଟା ହେବ ବଡ଼ ଗୋଲ ଟାଙ୍କି ଗୋଟେ। ତା ଭିତରେ ପାଣି ରହିବ। ତାପରେ ଆମ ଗାଁ ଆଡ଼ୁ ସବୁଆଡ଼କୁ ପାଣି ଯିବ। ଆଉ ଆମର ଏଇଟା କଙ୍କି ପଡ଼ିଆ। ଏଠି ଖେଳ ହୁଏ। ଗାଈ ଫାଇବେ କ୍ରିଜ୍ ସେ ମଝିରେ କିନା ଅଛି। ଖେଳ ଏ ବର୍ଷ ଖେଳ ହେଇନା ଏଠି କାହିଁକି? ଟେନିସ୍ ବଲ୍ ହେଇଥିଲା, ଛୁଆ କରିଥିଲେ। ବାଲିଆ ଛୁଆ କରିନଥିଲେ, କରିନାହାନ୍ତି। ବଡ଼ ଛୁଆ ଏବେ ଯୋଉ ବୁଲୁ ହାରିଆ କରନ୍ତି। ହଁ, ସେଇଟା ହେଇନି ତ, ହବ ବୋଧେ। ଆଉ ମାନେ ଖେଳ ବି ଏଠି ସବୁ ଏ ବର୍ଷ ହବନି ବୋଧେ ଲାଗୁଛି। ତ ଗାଇସ୍ ମାନେ ଜଗା ଏବେ ମୁଁ ଏଠି ଭିଡ଼ିଓ କରିଥିଲି। ମୋତେ କହୁଛି ଯୋଉ ଭିଡ଼ିଓ କରୁଛୁ କ'ଣ ପାଉଛୁ? ମାନେ କିଛି ତ ନାହିଁ, ଭ୍ୟୁ ଯାଉନି। କହିଲି ଆଉ ଭ୍ୟୁ ଏବେ ସିନା ଯାଉନି, ଆଗକୁ ତାହେଲେ ଯିବ। ମାନେ ଯୋଉ ଭିଡ଼ିଓ କରୁଛି ଆମ ସମସ୍ତଙ୍କ ସାଙ୍ଗ ପିଲା ଯେତେ ଛୁଆ, ମୁଁ ବି କରିଛି। ବର୍ଷେ 2 ବର୍ଷ କରିବି, ଯଦି ନଗଲା ଭ୍ୟୁ ତା ଛାଡ଼ିଦେବି। ତାହେଲେ ବଡ଼ ହେଲେ ତାର ସବୁ ଦେଖିବେ ତାର ଭିଡ଼ିଓ। ଆମେ ଛୁଆବେଳେ ଏମିତି ଭିଡ଼ିଓ ଯାହା କରୁଥିଲୁ। ତ ହସୁଛି ହସ ବଡ଼ ହେଲେ ତାର ସବୁ ଦେଖିବେ, କହିବେ ଛୁଆବେଳେ ଯାହା ଏବେ ଭିଡ଼ିଓ କରିଥିଲା। ଏଠି ଗୋଟେ ମେମୋରି ଗୋଟେ ରହିବ। ମାନେ ଭିଡ଼ିଓ ଦେଖିବାକୁ ୟୁଟ୍ୟୁବ୍ ଯାଇକି ଆମ ଚ୍ୟାନେଲ୍ରେ। ସେ ଆଉ ସେ କହୁଛି କ'ଣ ପାଉଛୁ କରିକି। ସେଇନା ପଳେଇ ଆଇଲୁନୁ ବଣରୁ। ବଣ ସେ ରାସ୍ତା। ଏଠି ଗୋଟେ ମନ୍ଦିର ହେଉଛି, ମୁଣ୍ଡି ମରା ହେଉଛି ଉପର। ତ ଚାଲ ପିଚୁ ରୋଡ଼ ଆମର ଏଠି ଭ୍ୟୁ ଖତରନାକ। ଫଟୋ ଉଠେଇବୁ ଛିଡ଼ା ମଝିରେ ଭ୍ୟୁ ଦେଖ ଭୟଙ୍କର। ଚାଲ ଯିବା ସେଇ ରାସ୍ତାରେ ଆମେ ଯିବା। ଆମ ଗାଁ ରାସ୍ତାକୁ ପଳେଇ ଆସିଛୁ। ମାନେ ଗାଁ ରାସ୍ତା ଏଇପଟେ ହେଇ ଏଠୁ ପିଚୁ ରୋଡ଼ ସିଧା ସାଇଡ଼୍ ଅଛି ବଣ ରାସ୍ତା। ଆଡ଼େ ଆମ ବାଲିଆ ଟିଣା ମାଡ଼ିଆ କୁହନ୍ତି ଆଗରୁ। ଏଇ ରାସ୍ତାରେ ଗଲେ ଆମ ମାନେ ଗାଁ ପଡ଼ିଯିବ। ଆମେ ସେଇପଟେ ଯାଇଥିଲୁ, ସେଇ ବିଲ ବାଟେ ବଣକୁ ସେଇପଟେ ଯାଇଥିଲୁ। ଏପଟେ ହେଇକି କ'ଣ କହୁଛୁ? ପାଟି କ'ଣ ହେଇଯାଉନି? ଜଗା କହୁଛି ତ ପାଟି କ'ଣ ହେଇଯାଉନି? ଏତେ ସମୟ କହୁଛି। ବଣକୁ ପଳେଇ ଆଇଲୁ ଘରକୁ। ତ ଟାଇମ୍ ଆସି ବାଜିଲାଣି ପାଖାପାଖି ଟାଇମ୍ କେତେଟା ହେଇଛି? 11:30 ବାଜିବ। ତ ଜଗା ବଇଛି, ଗେମ୍ ଫେମ୍ ଟିକେ ଖେଳିବା। ତ ଗାଇସ୍ ଟାଇମ୍ 12ଟା ବାଜିଲାଣି। ତ
ମାନେ ଗୋଟେ ଛୁଆ ଜଗାଟେ ଆସିଲା ତା ବେଷ୍ଟ ଫ୍ରେଣ୍ଡ ଆଇଲା ଦେଖ ଟାଇଆ ସେ ତା ଦଶମ ପରୀକ୍ଷା ମାନେ ଆଉ 8-9 ଦିନ ରହିଲା ପଢ଼ିବାର ନାହିଁ ସେଇଠି ଆସି କ'ଣ କହିବ କୁହ ମାନେ ଫେଲ୍ ହବ କି କ'ଣ ହେଲା ଦଶମ ପରୀକ୍ଷା ଦେଇନି ଏଟା ଯାଉନୁ ପଢ଼ିବୁ କ'ଣ ପଢ଼ିକି ଆଇଲୁ ସାହିତ୍ୟ କ'ଣ ପଢ଼ିକି ଆଇଲୁ ବନ୍ଦେ ଉତ୍କଳ ଜନନୀ କ'ଣ ଅଙ୍ଗନବାଡ଼ି ଯାଉଛୁ ବନ୍ଦେ ଉତ୍କଳ ଜନନୀ ହଁ ଫାଷ୍ଟ ବିଷୟରେ ଅଛି 3ଟା ବିଷୟ ପଢ଼ିକି ପଳେଇ ଆଇଲି ରାତି ବୁଲାଇ ହେଲା କେତେବେଳେ କ'ଣ ତ ପଢ଼ିଦେଲା ଏଠି ଆଉ ଯେତିକି ପଢୁଛି ମୋ ପାଇଁ ଭଲ ଯେତିକି ପଢ଼ିଛି ମୋ ପାଇଁ ଭଲ ତ ଷ୍ଟ୍ରିଟ୍ ଆଙ୍କର ଷ୍ଟ୍ରିଟ୍ ବେଥର ନାହିଁ ତ ମାନେ ଏତେ ବି ଷ୍ଟ୍ରିଟ୍ ନାହିଁ ଲାଗିଥିଲା ଯୋଉ ତମର ସେଇଆ ଲାଗିବ ନା ଆଉ ଲାଗିବନି ସିସି କ୍ୟାମେରା ଲାଗିବ ଅଛନ୍ତି କେତେବେଳେ ଟିକେ ଗଲେ ଦେଖ ଆମ ଘର ଧଳା ଅସରପା ଅଛି ଜଗା ଦେଖିକି କହୁଛି କାତି ଛାଡୁଛି ଯୋଉ ଅସରପା କାତି ଛାଡୁଛି କାତି ଛାଡେ ସବୁ ଇଏ ଅସରପା କାତି ଛାଡୁଛି ଅସରପା ଧଳା ଅସରପା ବି ଦେଖିଥିବେ ଆପଣ କୋଉଠି ଘରେ ରହିଲେ ଭଲ ଅସରପା କ'ଣ ବେଟା କୋଉଠି ପଡୁଥିଲା ତ ଗାଈ ଦେଖ ମାନେ ଛୁଞ୍ଚି ଦେଖ ମାନେ ଖଟ ଉପରେ ପଡିଥିଲା ଏଇ ଜଗା ଫୁଟଲା ଲାଗିଲା ଅଧା ଗଳି ଆଉ ଧରିଥିଲ ଫୁଟି ଯାଇଥାନ୍ତା ସେ ଫୁଟିଲା କୋଉଠି ଥିଲା ଛାଡିବ ଭିଡ ଆଉ କ'ଣ ସବୁ କ'ଣ ଖାଅ ନା ଛୋଟବେଳେ ନା ଯୋଉ ଛତା ଗୁଣ୍ଡ ଗୋଳା ହେଇକି ଛୁଞ୍ଚି ଫୁଟିଛି ଜଗା ଟିକେ ଫୁଟିଲା ଚାପି ରହିଛି ତ ଗାଈ ସେନା ଭୋକ କଲା ସେ 12ଟା ବାଜିବ ପାଖାପାଖି ତ ଭୋକ କଲା ପିଠା ଥିଲା ଆଉ ଗୁଡ଼ ଆଣିଛି ମୋତେ ଗୁଡ଼ ବାଗି ଲାଗେ ପିଠା ସେଦିନ ଖାଇବାକୁ ଆଣିକି ଖାଉଛି ଟାଇଆ ଏଠି ଅଛି କହୁଛି ମୋତେ ଖଣ୍ଡେ ଦେ ଖାଇ ପିଠା ଖାଇବୁ ନା ଲାଇକ୍ ନିଶ୍ଚୟ କରିବେ କ'ଣ କରିବା ତ ଗାଇସ୍ ମାନେ ଟାଇମ୍ ଆସି ବାଜିଲାଣି ଏବେ 2ଟା ବାଜିବ ବାଜିସାରିଲାଣି ବୋଉ ଆସିବା ଅଧଘଣ୍ଟାରେ ଜଗାଟା ଯାଇ ପଳେଇଲେ ମୁଁ ଘରେ ଏକାଟା ବସି ଏଇନା ତ ବୋଉ ଆସିବା ଅଧଘଣ୍ଟାରେ ଆଜି କ'ଣ ଖାଇବା ହେଇଥିବ କିଏ ଆଣିଲା ସ୍କୁଲ ଆଣିବ ଦେଖିଆ ସେ ଆଣୁ ତ ଗାଇସ୍ ଆଜି ଟାଇମ୍ 2ଟା ବାଜିଲାଣି ହଁ ବୋଉ ସ୍କୁଲରୁ ଖାଉଛି ବସିକି ଖାଇଥିଲେ ଏବେ ପିଠା କରି ମତେ ଭୋକ ହଉନି ତୁ ଖା ନା ହସ୍ପିଟାଲ ନେବୁ ତ ଗାଇସ୍ ମୁଁ ଖାଇବିନି ନା ଭୋକ ହଉନି ମୁଁ ତାର ଖାଇବା ମୁଁ ଖାଇବି ଆଉ ଘଣ୍ଟେ ପରେ ଆଉ ପଚି ଯାଇଛି ବୋଧେ ଏ ଯୋଉ କୋଳି ଦେଖ ଯୋଉ ରହି ପଚି ଯାଇଛି ଏ ସାଇଡ୍ ଚପଚପ ହଉଛି ନା ଏଇଟା ଭଲ ଅଛି କଥା ହଉ ଏଠି ଲାଇନ୍ ନାହିଁ କିଛି ନାହିଁ ଆଜି ଆସିବନି ତ ମାନେ ଆଜି ଆସି 4ଟା ସକାଳୁ ଯାଇଛି ସେ ଶୋଇ ପଡ଼େ ଚାଲ ଟିକେ ଉଠିଆ ସନ୍ଧ୍ୟାବେଳୁ ଲାଇନ୍ ଆସିଥିବ ଚାର୍ଜ ମାନେ ଶୋଇ ପଡ଼ିଥିଲି ଚାର୍ଜ ବସେଇ ମୋବାଇଲ ରଖିଦେଇଥିଲି ଲାଇନ୍ ଆଇଛି ବୋଉ ବସେଇ ଦେଇଛି ତାର ମୁଁ ଉଠିଲେ ଏବେ ମୁଁ କିଛି ଧୋଇନି 5:30 ହେଲାଣି ଅବାଗିଆ ଲାଗୁଛି ଶୋଇକି ଉଠିଲେ ମୋତେ ଦୁର୍ବଳିଆ ଲାଗେ ଭଲ ଲାଗେନା ଜମା ତ ଆଜିର ବ୍ଲଗ୍ ଏଣ୍ଡ କରିଛି ଭଲ ଲାଗିଥିଲେ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବା ଭୁଲିବେନି ଥ୍ୟାଙ୍କସ୍ ଫର୍ ୱାଚିଂ ବାଏ।